ଚିତାଲୋ ଆଜି ଜଳୁଛି ଯାହାର ଚିତାଲୋ। ସେଦିନ ଥିଲା ଅଭିନୟ, ଆଜି କିନ୍ତୁ ସତ। ବାହୁନି ବାହୁନି ନହେଲେ ବି ଗୁମୁରି ଗୁମୁରି କାନ୍ଦୁଛି ସୀତା। ଆଉ ଶାନ୍ତ ନିଦ୍ରାରେ ଶୋଇଯାଇଛି ଦଣ୍ଡା ବାଳୁଙ୍ଗା। ଫିଲ୍ମକୁ 33 ବର୍ଷ ବିତି ଯାଇଛି, ହେଲେ ସେଦିନର ସେ ଦୃଶ୍ୟ ପୁଣି ଥରେ ତାଜା ହୋଇଛି। ଜୁଇ ଚିତାରେ ଶତଶତିକା ଜଳୁଛନ୍ତି ଉଦଣ୍ଡି ସୀତାର ବର। ସେଦିନ କେବଳ ଅଭିନୟ ପାଇଁ ଧଳା ଶାଢ଼ୀ ପିନ୍ଧିଥିବା ଅପରାଜିତାଙ୍କ ହାତରୁ ଆଜି କିନ୍ତୁ ଶଙ୍ଖା ଭାଙ୍ଗି ଯାଇଛି, ଆଉ ମଥାରୁ ସିନ୍ଦୁର ପୋଛି ହୋଇଯାଇଛି। ସ୍ୱାମୀ ଉତ୍ତମଙ୍କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ପତ୍ନୀ ଅପରାଜିତା। ସେଦିନର ସେ ଗୀତର ଅର୍ଥ ବୋଧହୁଏ ଆଜି ବଦଳି ଯାଇଛି। ଚିତା ଉପରୁ ସତେ ଯେମିତି ଉତ୍ତମ କହୁଛନ୍ତି, ସୀତାଲୋ ଆଜି ଜଳୁଛି ମୋ ଚିତାଲୋ। ସତ୍ୟନଗର ଶ୍ମଶାନରେ ଚିତାରେ ଜଳିଛି ଭେଟରାନ୍ ଅଭିନେତା ଉତ୍ତମଙ୍କ ପାର୍ଥିବ ଶରୀର। ମନରେ ଅସୁମାରୀ ଦୁଃଖ ଆଉ କୋହକୁ ଚାପି ମୁଖାଗ୍ନି ଦେଇଛନ୍ତି ପୁଅ ବାବୁସାନ। ଆଖିକୁ ଲୁହ ଆସୁଛି, ହେଲେ ତାହା ବାହାରିବା ପାଇଁ ବାପାଙ୍କ କାନ୍ଧ ଆଉ ନାହିଁ। ତେଣୁ ସବୁ ଲୁହ ଲହୁ ପିଇଯାଇ ବାପାଙ୍କୁ ଦେଇଛନ୍ତି ଶେଷ ବିଦାୟ। ତିରିଶ ବର୍ଷ ଧରି ନିଜର ଯାଦୁଗରୀ ଅଭିନୟ ପାଇଁ ଲୋକଙ୍କ ମନରେ ରାଜ କରିଥିବା ଉତ୍ତମଙ୍କ ଶେଷ ଦର୍ଶନ ପାଇଁ ଶ୍ମଶାନରେ ଜମିଥିଲା ହଜାର ହଜାର ଲୋକଙ୍କ ଭିଡ଼। ସମସ୍ତଙ୍କ ଆଖିରେ ଥିଲା ଲୁହ, ଆଉ ମୁହଁରେ ଥିଲା ଉତ୍ତମ ଭାଇ ତୁମେ ସବୁବେଳ ପାଇଁ ମନେ ରହିବ। 70, 80 ଓ 90 ଦଶକର ପିଲାଙ୍କର ସେ ଥିଲେ ବେଶ୍ ପ୍ରିୟ। ସମୟ ଆଜି ଆଧୁନିକ ହୋଇଛି ସତ, କିନ୍ତୁ ଉତ୍ତମ ମହାନ୍ତିଙ୍କ ଅଭିନୟର ପାରାକୁ କେହି ଛୁଇଁ ପାରିନାହାନ୍ତି। ଚିତାରେ କେବଳ ତାଙ୍କ ଶରୀର ଜଳିଛି, ହେଲେ ତାଙ୍କ ଅଭିନୟ ଚିରଦିନ ପାଇଁ ଅମର ହୋଇ ରହିଯାଇଛି। ଲୋକଙ୍କ ହୃଦୟରେ ସେ ସୃଷ୍ଟି କରିଥିବା ସ୍ଥାନ ବୋଧହୁଏ ଆଉ କେହି ପୂରଣ କରିପାରିବେନି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ରିପୋର୍ଟର।